ବାବା ଏଇ ଯୋଉ ଆଗରୁ ଆପଣ ପ୍ୟାଣ୍ଟ ସାର୍ଟ ପିନ୍ଧୁଥିଲେ ନା? ଅଳ୍ପ ଦିନ ମୁଁ ଯୋଗ କଲା ପରେ ଏଇଟା ସବୁ ବଦଳିଗଲା। ପିନ୍ଧୁଥିଲି ମୁଁ ଖୁବ୍ କମ୍ ଦିନ। ଆପଣ କଣ ଲୁଚିବା ପାଇଁ କି ପୋଲିସ କବଳରୁ ଏମିତି ଡ୍ରେସ୍ ପିନ୍ଧୁ? ପୋଲିସ କବଳରୁ ଲୁଚିବା ପାଇଁ ଏଇ ଡ୍ରେସଟା ମୋର ନଥିଲା। ଆଉ ଏଇ ଡ୍ରେସଟା ମୁଁ ଯେତେବେଳେ ମୋର ଗୁରୁ ମହେଶଙ୍କ ପାଖରେ ଥିଲି ସେତେବେଳର ଡ୍ରେସ୍ ନା ଯେତେବେଳେ ମୁଁ ପାତଞ୍ଜଳି ଯୋଗ ସୂତ୍ର ଶିଖିଲି ହଁ ଏବଂ ଆଇଁଷ ଛାଡ଼ିଦେଲି। ପ୍ରଥମେ ଆଇଁଷ ଯେତେବେଳେ ଖାଉଥିଲେ ହଁ ଆଉ ଚିଲିକା ମୋର ଜନ୍ମ ଆଉ ଆଇଁଷ ମିଛ କହିବି ନାଇଁ ସେତେବେଳୁ ଛାଡ଼ି ଦେଇଛି। ଏବେ ନୁହେଁ ଏଇ 40 ବର୍ଷ ତଳ 50 ବର୍ଷ ତଳ। ବେଳେ ବେଳେ ବହୁତ ଲୋକ ଆପଣଙ୍କୁ ସମାଲୋଚନା କରନ୍ତି ଯେ ବାବା କୋଉଠି ମାଂସ ଖାଇଦିଅନ୍ତି, ଚିକେନ ଖାଇଦିଅନ୍ତି, ଯେ ପ୍ରକୃତରେ ବାବା ଗୋଟେ ଡ୍ରେସ୍ ମାଂସ କେତେବେଳେ ଖାଉଥିଲି ଯେତେବେଳେ ମୋର ଗୁରୁ ବି ମୋତେ କହିଥିଲା ଏଇ ଜବରଦସ୍ତି ତୁ କେବେ ଛାଡ଼ିବୁନି ଆଇଁଷ। ଯଦି ଜବରଦସ୍ତି ତୁ ଆଇଁଷଟା ଛାଡ଼ିଦେବୁ ତେବେ ହେଲେ ବିଧବା ବ୍ରାହ୍ମଣୀ ମଲା ବେଳେ ଯେମିତି କହେ ମୋତେ ଶୁଖୁଆଟିଏ ଦିଏ ମୋ ଝିଅ ଛାଡ଼ୁନି, ତୋର ସେମିତି ଲାଳସା ରହିଯିବ, ବହୁତ କ୍ଷତି କରିବ ତୋତେ। ହଁ ତାପରେ ଗୋଟେ ମୁଁ ସାଧନା କଲି। ହେୟାର ଟେକ୍ନିକ୍ ଅଛି ଯୋଗରେ। ସେତେବେଳେ ମୁଁ ଆରମ୍ଭ କରିଥିଲି ନା ଯୋଗ ଯେତେବେଳେ ଆରମ୍ଭ ହେଇଥିଲା ଭୂଷଣ୍ଡପୁର ଗୋଟେ ଗାଁ ଥିଲା। ସେ ଗାଁରେ 5000 ଊର୍ଦ୍ଧ୍ୱ ଲୋକଙ୍କୁ ଶିଖଉଥିଲି ଯୋଗ ଶିଖୁ। ହଁ ସମସ୍ତେ ଜାଣିଛନ୍ତି ସେତେବେଳେ। ଏବେ କଣ ଆପଣ ଯୋଗୀ ନା ଭୋଗୀ? ଆପଣ ଭୋଗୀ ବୋଲି ଯୋଉ ଅର୍ଥରେ କହିବେ ସେଥିରେ ମୁଁ ନାହିଁ। ଆପଣ ତ ପୁଅ ପିଲା ସ୍ତ୍ରୀ ଘର ସେ ତ ଅଛି ଯୋଗରେ ଅଛି ନା। ଆପଣ ସନ୍ନ୍ୟାସୀ ହେଇଗଲେ ବୋଲି ସନ୍ନ୍ୟାସୀ ହେବା ଅର୍ଥ ନୁହେଁ ଯେ ଛୁଆ ପିଲାଙ୍କୁ ଛାଡ଼ିକିରି ଅନେକ ଯୋଗୀ ହଉଛନ୍ତି ଗୃହୀ ସନ୍ନ୍ୟାସୀ। ଆପଣ ହେଲେ ଗୃହୀ ସନ୍ନ୍ୟାସୀ। ସେତେବେଳେ ଗୃହୀ ସନ୍ନ୍ୟାସୀ ଏବେ ବି ଅଛି ଗୃହୀ ସନ୍ନ୍ୟାସୀ। ଆପଣ ଗୃହୀ ସନ୍ନ୍ୟାସୀ ମାନେ ଆପଣଙ୍କର ଘର ଅଛି, ପିଲା ଅଛନ୍ତି, ସ୍ତ୍ରୀ ବି ଅଛନ୍ତି, ଗୃହୀ ସନ୍ନ୍ୟାସୀ। ଗୃହୀ ସନ୍ନ୍ୟାସୀ ତ ଆପଣ କଣ ସନ୍ନ୍ୟାସୀ ଭଳି ଜୀବନ ଯାପନ କରୁଛନ୍ତି? ସେଇଭଳି ଜୀବନ ନୁହେଁ ଆଉ କଣ ଆଠୁ ଅଧିକ ହେଇପାରେ। ମୁଁ ତ ନିରାମିଷାସୀ ସମ୍ପୂର୍ଣ୍ଣ। ବାକି ଧ୍ୟାନ ପ୍ରାଣାୟାମ ଏବେ ବି ମୋର ଚାଲିଛି। ଯେତେବେଳେ ସନ୍ନ୍ୟାସୀ ମାନେ ତ୍ୟାଗୀ। ତ୍ୟାଗ ୟାଠୁ କଣ ତ୍ୟାଗଟା ଅଛି ଅଧିକ କହିଲେ? ତ ଆପଣଙ୍କ ମୁଣ୍ଡ ଭିତରେ ତ ଟିକେଟ କଥାଟା ଅଛି, ତାହେଲେ ଆପଣ ତ୍ୟାଗୀ କେମିତି ହେବେ? ଓ ଆପଣ ସେଇ ଆଡ଼କୁ ନେଉଛନ୍ତି ଟିକେଟ ଆଡ଼କୁ। ଟିକେଟ ଆଡ଼କୁ ଯାହା କହିଲି ତାହା ହିଁ ହେଉଛି ଖୁବ୍ ଚୁମ୍ବକରେ କହିଦେଉଛି। ଆପଣ ଯଦି ଲଢ଼େଇ କରିବେ ବିନା ଟିକେଟରେ କେମିତି ଲଢ଼େଇ କରିବେ? କାହିଁ ସେ ଦଳରେ ଦିନ ରହିଲେ? କାହିଁ ସେ ଦଳ ପାଇଁ ଏତେ ପରିଶ୍ରମ କଲେ? କାହିଁ ଏତେ କର୍ତ୍ତବ୍ୟ କଲେ? ସେଇ ଅର୍ଥରେ ପ୍ରଶ୍ନ ମୁଁ କହୁଛି ସନ୍ନ୍ୟାସୀ ମାନେ ତ୍ୟାଗୀ, ତାଙ୍କ ଭିତରେ କୌଣସି ମୋହ ନଥାଏ, ସେମାନେ ଆଟାଚ ନୁହନ୍ତି, ସେମାନେ ନିର୍ବିକାର। ତ ରାଜନୀତି କରୁଥିବା ଜଣେ ବ୍ୟକ୍ତି କେମିତି ସନ୍ନ୍ୟାସୀ ହେଇପାରିବ? ଏବେ ଦେଖୁନାହାନ୍ତି ଅନେକ ସାଧୁ ସନ୍ଥ ମଧ୍ୟ ରାଜନୀତି କରିକି କିଛି ନେଇ ଭାରତ ବର୍ଷରେ ନା ହେଇପାରନ୍ତି, କିନ୍ତୁ ସାଧୁର ଲକ୍ଷଣ ତ ଭିନ୍ନ। ଭାରତ ବର୍ଷରେ ରାଜନୈତିକ ନେତାମାନେ ଏଇ ଦେଶକୁ ରକ୍ଷା କରୁନାହାନ୍ତି। ଏଇ ଦେଶକୁ ସାଧୁ ସନ୍ଥ ମାନଙ୍କର ତପସ୍ୟା, ହିମାଳୟ ଗିରିକନ୍ଦରେ ତପସ୍ୟା କରୁଥିବା ସନ୍ନ୍ୟାସୀ ମାନଙ୍କର ତ୍ୟାଗରେ ଏ ଦେଶ ଚାଲିଛି। ଯୋଉ କଥା କହୁଥିଲେ ଅରବିନ୍ଦ, ଠାକୁର ଅରବିନ୍ଦ, ଯୋଉ କଥା କହୁଥିଲେ ବିବେକାନନ୍ଦ ଯେ ଦିନ ଆସିବ ଭାରତ ବର୍ଷ ହିଁ ସାରା ପୃଥିବୀ କି ଶାସନ କରିବ, ନେତୃତ୍ୱ ନେବ, ତାହା ଏବେ ଆସିନି କି? ବାବା ମୋର ଗୋଟେ କଥା ଜାଣିବାର କଥା ଯେ ଆପଣ ତ ମୂଳରୁ କମ୍ୟୁନିଷ୍ଟ ଆନ୍ଦୋଳନରେ ଥିଲେ, ଲେଫ୍ଟିଷ୍ଟ ଥିଲେ, ମାଓବାଦୀ ଆନ୍ଦୋଳନରେ ଥିଲେ, ପରବର୍ତ୍ତୀ ସମୟରେ ଆଜିର ଦିନକୁ ଆପଣ ଦକ୍ଷିଣପନ୍ଥୀ ବନିଗଲେ। ନାଇଁ ମୁଁ ମାଓ ସହିତ ନଥିଲି, ମୁଁ ନକ୍ସଲବାଦ ଲେଫ୍ଟିଷ୍ଟ ବାମପନ୍ଥୀରୁ ଆପଣ ଦକ୍ଷିଣପନ୍ଥୀକୁ ଆସିଗଲେ। ଏବେ କୋଉ ପନ୍ଥାଟା ଠିକ ବୋଲି ଆପଣ ଭାବୁଛନ୍ତି? ଲେଫ୍ଟ ଠିକ ନା ରାଇଟ ଠିକ? ଶୁଣନ୍ତୁ, ଶରୀର ଭିତରେ ଗୋଟେ ବାମାଙ୍ଗୀ ହେଲେ ନାରୀ ମାନେ ମା ମାନେ ବାମାଙ୍ଗୀ କୁହାଯାଏ ଏବଂ ଦକ୍ଷିଣ ଗୋଟେ ଶରୀରର ବାମ ପାଦ ଅଛି, ଦକ୍ଷିଣ ପାଦ ଅଛି। ତେଣୁ ଲେଫ୍ଟ ଆଣ୍ଡ ରାଇଟ୍ ଆପଣ ମାର୍ଚିଂ କରୁଛନ୍ତି ଲେଫ୍ଟ ଆଣ୍ଡ ରାଇଟ୍। ତେଣୁ ବାମଟା କେମିତି ଖରାପ ହବ, ଦକ୍ଷିଣଟା କେମିତି ଖରାପ ହବ? ଗୋଟେ ଅଙ୍ଗ ନାହିଁ ମାନେ ଶରୀର ନାହିଁ। ଠିକ ଦକ୍ଷିଣ ଠିକ ନିଶ୍ଚିତ। ବାମ ଆପଣ ତ ଗୋଟେ ବାଟରେ ଯିବେ ନା, ଲେଫ୍ଟିଷ୍ଟ ହେବେ ନା ରାଇଟିଷ୍ଟ ହେବେ? ଲେଫ୍ଟିଷ୍ଟ ଥିଲେ, ଲେଫ୍ଟିଷ୍ଟରେ ବହୁତ ଦିନ କାମ କଲି, ୱାରେଣ୍ଟ ହେଇଗଲା, ମାରି ଦେଇଥାନ୍ତେ ମୋତେ। ମୁଁ ଜୀବନ ବିବାହ କରିଛି,
ଏଇଟା ରେକର୍ଡରେ ଅଛି। ଠିକ ଅଛି। ହଁ ତା ମାନେ କଣ ଆପଣ ସେ ଲେଫ୍ଟିଷ୍ଟ ଥଟ୍ ରେ ଆଉ ବିଶ୍ୱାସ କଲେନି ତାପରେ? କିଏ କହିଲା ବିଶ୍ୱାସ କରିବି? ଏବେ ବି ବିଶ୍ୱାସ କରୁଛି।